ଜିନ୍ ଜାକ୍ସ ରୁସୋ ଉପକ୍ରମ ରାଜନୈତିକ ଦର୍ଶନରେ ଏକ ମହାନ ଦାର୍ଶନିକ ହେଉଛନ୍ତି ଫରାସୀ ଦାର୍ଶନିକ ଜିନ୍ ଜାକ୍ସ ରୁସୋ। ସେ ଏକ ସାମାଜିକ ଚୁକ୍ତିବାଦୀ ଥିଲେ। ସେ କହିଥିଲେ ମଣିଷ ଆଜନ୍ମ ସ୍ୱାଧୀନ କିନ୍ତୁ ସେ ସର୍ବତ୍ର ଶିକୁଳିର ବନ୍ଧା। ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେର୍ ହି ଇଜ୍ ଇନ୍ ଚେଞ୍ଜ। ଏହି ଉକ୍ତି ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧ। ସେ ରାଷ୍ଟ୍ରର ଜୈବିକ ସିଦ୍ଧାନ୍ତ ଉପରେ ଆଲୋଚନା କରିଥିଲେ ଏବଂ ଆଦର୍ଶବାଦକୁ ପୁନଃ ପ୍ରତିଷ୍ଠା କରିଥିଲେ। ତାଙ୍କ ରାଜନୈତିକ ଦର୍ଶନର ପ୍ରଭାବ ଏତେ ମାତ୍ରାରେ ଥିଲା ଯେ ସେ ଫରାସୀ ରାଷ୍ଟ୍ର ବିପ୍ଳବ ପାଇଁ ପ୍ରେରଣାର ସ୍ରୋତ ହୋଇଥିଲେ। ସେ ଜନପ୍ରିୟ ସାର୍ବଭୌମ ସିଦ୍ଧାନ୍ତ, ପପୁଲାର ସଭରେଣ୍ଟି ଏବଂ ସରକାରୀ ପରିଚାଳନାରେ ରାଜନୈତିକ ଅଂଶଗ୍ରହଣ ପଲିଟିକାଲ ପାର୍ଟିସିପେସନ ପାଇଁ ଦାବି କରିଥିଲେ। ସେ ପ୍ରତ୍ୟକ୍ଷ ଗଣତନ୍ତ୍ରର ସମର୍ଥକ ଥିଲେ। ରାଜନୀତି ବିଜ୍ଞାନରେ ତାଙ୍କର ସାଧାରଣ ଇଚ୍ଛା ବା ଜେନେରାଲ ୱିଲ୍ ସିଦ୍ଧାନ୍ତ ପାଇଁ ସେ ଅମର ହୋଇ ରହିବେ। ଜୀବନ ପରିଚୟ। ରୁସୋ 28 ଜୁନ 1712 ମସିହାରେ ସୁଇଜରଲ୍ୟାଣ୍ଡର ଜେନେଭା ସହରରେ ଏକ ଫରାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ଏକ ଗରିବ ପରିବାର ଥିଲା। ରୁସୋ ଜନ୍ମ ହେବାର ଅର୍ଥାତ୍ ଜୁଲାଇ 7 ତାରିଖରେ ତାଙ୍କ ମାତା ସୁଜେନ୍ ବର୍ନାର୍ଡ ରୁସୋ ମୃତ୍ୟୁବରଣ କରିଥିଲେ। ପିତା ଆଇଜାକ୍ ରୁସୋ କୌଣସି ବୃତ୍ତିକୁ ଗମ୍ଭୀର ଭାବେ ଗ୍ରହଣ କରୁନଥିଲେ। ସେ ବେଳେବେଳେ ଘଣ୍ଟା ତିଆରି କରୁଥିଲେ ତ ଆଉ ବେଳେବେଳେ ନୃତ୍ୟ କରିବା, ଶିକାର କରିବା ଏବଂ ଦ୍ୱନ୍ଦ୍ୱ ଯୁଦ୍ଧରେ ଜୀବନ ବିତାଉଥିଲେ। ଏହି ସମସ୍ତ କାରଣରୁ ରୁସୋ ଠିକ୍ ଭାବରେ ଲାଳନ ପାଳନ ହୋଇନଥିଲେ। ସେ ଗୋଟିଏ ଅବହେଳିତ ଶିଶୁ ଭାବେ ବଢ଼ିଥିଲେ, ଯାହାର କି ସଠିକ୍ ଶିକ୍ଷା କିମ୍ବା ଶୃଙ୍ଖଳିତ ଜୀବନଯାପନ ନଥିଲା। ଏହି କାରଣରୁ ସେ ପାରମ୍ପରିକ ବିଷୟଗୁଡ଼ିକୁ ଧ୍ୟାନ ଦେଉନଥିଲେ ଏବଂ ସ୍ୱଭାବରେ ଗର୍ବୀ, ଆଚରଣରେ ଅବାଗିଆ ଓ ବିଚିତ୍ର ଧରଣର ବ୍ୟକ୍ତି ଥିଲେ। ତାଙ୍କର ବାଲ୍ୟାବସ୍ଥାରେ ଅନେକ କୁଅଭ୍ୟାସ ଥିଲା। ପିତାଙ୍କ ଭଳି ସେ ମଧ୍ୟ କୌଣସି ବୃତ୍ତିରେ ଦୀର୍ଘଦିନ କାମ କରିବାକୁ ଚାହୁଁନଥିଲେ। ସେ 16 ବର୍ଷ ବୟସରେ ନିଜ ଘର ଏବଂ ସହର ଜେନେଭା ଛାଡ଼ି ପଳାୟନ କରିଥିଲେ। ଜେନେଭାରେ ସେ ଏକ ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିଲେ, କିନ୍ତୁ ପ୍ୟାରିସ୍ ପହଞ୍ଚିବା ପରେ ସେଠାକାର ଭୋଗବିଳାସ ଜୀବନଯାପନ ଦେଖି ସେ ବହୁତ ମାତ୍ରାରେ ପ୍ରଭାବିତ ହୋଇଥିଲେ। ତାଙ୍କର ଜୀବନ କାଳରେ କୌଣସି ସ୍ଥାନରେ ସେ ଦୀର୍ଘଦିନ ସ୍ଥାୟୀ ଭାବେ ରହିନଥିଲେ, ଅର୍ଥାତ୍ ସେ ୟୁରୋପର ବିଭିନ୍ନ ସ୍ଥାନରେ ବୁଲି ବୁଲି ବଞ୍ଚିଥିଲେ। ସେ ଜୀବନର ପ୍ରଥମ ପର୍ଯ୍ୟାୟରେ ଦାରିଦ୍ର୍ୟତା ଓ ଅଭାବକୁ ଅନୁଭବ କରିଥିଲେ। 30 ବର୍ଷ ବେଳେ ଅର୍ଥାତ୍ 1742ରେ ସେ ପ୍ୟାରିସ୍ ଗଲେ ଏବଂ ପ୍ରଖ୍ୟାତ ଦାର୍ଶନିକ ଡିଡେରଟ୍ଙ୍କୁ ଭେଟିଥିଲେ ଏବଂ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ତାଙ୍କର ଅନ୍ୟ ବନ୍ଧୁମାନେ ଥିଲେ ଡେଭିଡ୍ ହ୍ୟୁମ୍ ଏବଂ ଭୋଲ୍ଟେୟାର, ସେତେବେଳର ବହୁତ ପ୍ରସିଦ୍ଧ ବ୍ୟକ୍ତିବିଶେଷ। ପରବର୍ତ୍ତୀ ଜୀବନରେ ତାଙ୍କର କୁବ୍ୟବହାର ଓ ଖରାପ ସ୍ୱଭାବ ଯୋଗୁଁ ଏହି ବନ୍ଧୁମାନଙ୍କୁ ମଧ୍ୟ ସେ ହରାଇଥିଲେ। 1745ରେ ସେ ଥେରେସା ଲେ ଭାସିୟରଙ୍କୁ ସାକ୍ଷାତ କଲେ ଏବଂ ତାଙ୍କ ସହ ସମ୍ପର୍କରେ ରହି 5 ଜଣ ପିଲାମାନଙ୍କର ପିତା ହୋଇଥିଲେ। ଅଥଚ ସେ ଥେରେସା ଲେ ଭାସିୟରଙ୍କୁ ପରେ ବିବାହ କରିଥିଲେ କିନ୍ତୁ ପରିବାରର କୌଣସି ଦାୟିତ୍ୱ ନେଉନଥିଲେ। ତାଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆସିଥିଲା 1749 ମସିହାରେ। ଫ୍ରାନ୍ସର ଡିଜନ୍ ଏକାଡେମୀ ଏକ ପ୍ରବନ୍ଧ ପ୍ରତିଯୋଗିତା କରିଥିଲା, ଯାହାର ଟାଇଟଲ ଥିଲା ହ୍ୟାଜ୍ ଦ ରିଭାଇଭାଲ ଅଫ୍ ଦ ସାଇନ୍ସେସ୍ ଆଣ୍ଡ ଦି ଆର୍ଟସ୍ ହେଲ୍ପଡ୍ ଟୁ ପ୍ୟୁରିଫାଏ ଅର୍ ଟୁ କରପ୍ଟ ମୋରାଲ୍ସ। ଏହି ପ୍ରବନ୍ଧ ପ୍ରତିଯୋଗିତାରେ ରୁସୋ ଭାଗ ନେଇଥିଲେ ଏବଂ ଉଚ୍ଚ କୋଟିର ଲେଖା ପାଇଁ ପୁରସ୍କୃତ ହୋଇଥିଲେ ଓ ରାତାରାତି ଫ୍ରାନ୍ସରେ ଲୋକପ୍ରିୟ ହୋଇଥିଲେ। ଏହାକୁ 1950ରେ ଏକ ଛୋଟ ପୁସ୍ତକରେ ପ୍ରକାଶିତ କରାଗଲା, ଯାହାର ନାମ ଥିଲା ଡିସ୍କୋର୍ସେସ୍ ଅନ୍ ଦ ସାଇନ୍ସେସ୍ ଆଣ୍ଡ ଦି ଆର୍ଟସ୍। ଏହି ପୁସ୍ତକରେ ସେ ବିଜ୍ଞାନ ଏବଂ କଳା ଓ ସଂସ୍କୃତିର ବିକାଶ ଦ୍ୱାରା କିପରି ନୈତିକତାର ପତନ ହୋଇଛି ସେ ବିଷୟରେ ସେ ବର୍ଣ୍ଣନା କରିଥିଲେ। ସେ ସଙ୍ଗୀତ ରଚନା କରିବାକୁ ବହୁତ ଭଲ ପାଉଥିଲେ। ଧାର୍ମିକ ମନ୍ତବ୍ୟ ପାଇଁ ସେ ଦଣ୍ଡ ପାଇଥିଲେ। ତାଙ୍କର ପୁସ୍ତକ ଯଥା ସୋସିଆଲ କଣ୍ଟ୍ରାକ୍ଟ ଏବଂ ଇମିଲିକୁ ପୋଡ଼ି ଦିଆଯାଇଥିଲା। 1778 ମସିହାରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କର ଜୀବନ ବିଷୟରେ ତାଙ୍କ ପୁସ୍ତକ କନଫେସନରୁ ଅନେକ ସୂଚନା ମିଳେ। ତାଙ୍କର ପ୍ରସିଦ୍ଧ ପୁସ୍ତକ ଗୁଡ଼ିକ ହେଲା ଡିସ୍କୋର୍ସେସ୍ ଅନ୍ ଦି ସାଇନ୍ସେସ୍ ଆଣ୍ଡ ଦି ଆର୍ଟସ୍,
ଯାହାକି 1750ରେ ପ୍ରକାଶିତ ହୋଇଥିଲା। ନେକ୍ସଟ ହେଉଛି ଡିସ୍କୋର୍ସ ଅନ୍ ଦି ଅରିଜିନ୍ ଅଫ୍ ଇନ୍ଇକ୍ୱାଲିଟି 1754ରେ ପ୍ରକାଶିତ ହୋଇଥିଲା। ଡିସ୍କୋର୍ସ ଅନ୍ ପଲିଟିକାଲ ଇକୋନୋମି 1755ରେ। ଦି ସୋସିଆଲ କଣ୍ଟ୍ରାକ୍ଟ ଯେଉଁଟାକି ତାଙ୍କର ବହୁତ ପ୍ରସିଦ୍ଧ ପୁସ୍ତକ 1762ରେ। ଇମିଲି ଯେଉଁଟାକି ଅନ୍ୟ ଏକ ଇମ୍ପୋର୍ଟାଣ୍ଟ ବହି ସେଇଟା 1762ରେ ପ୍ରକାଶିତ ହୋଇଥିଲା ଏବଂ ତାଙ୍କର ଶେଷ ପୁସ୍ତକ ହେଉଛି ଦି କନଫେସନ୍ସ ଯାହାକି ସେ ମୃତ୍ୟୁବରଣ କରିବା ପରେ ତାକୁ ପ୍ରକାଶିତ କରାଯାଇଥିଲା 1782ରେ, ଯେଉଁଥିରୁ କି ଆମେ ତାଙ୍କ ଜୀବନୀ ବିଷୟରେ ଅନେକ ସୂଚନା ପାଇଥାଉ। ଇଏ ଥିଲା ଜିନ୍ ଜାକ୍ସ ରୁସୋଙ୍କ ଜୀବନୀ। ଆଶା କରୁଛି ତାଙ୍କ ଜୀବନୀ ଏବଂ ତାଙ୍କ ପୁସ୍ତକ ଗୁଡ଼ିକ ତୁମମାନଙ୍କ ପରୀକ୍ଷାରେ ନିହାତି ଭାବରେ ହେଲ୍ପଫୁଲ୍ ହୋଇପାରିବ। ଯଦି ଭିଡ଼ିଓଟି ଇନଫର୍ମେଟିଭ୍ ଲାଗିଲା ତାହେଲେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କର ଏବଂ ଭିଡ଼ିଓଟିକୁ ଲାଇକ୍ ସେୟାର କରିବା ସହିତ ସବସ୍କ୍ରାଇବ୍ କର ପୁଣି ଥରେ କହିବି ଓ ଯାହା କିଛି ଲେଖିବା ପାଇଁ ଚାହୁଁଛ କମେଣ୍ଟ ସେକ୍ସନରେ ଲେଖ। ଥ୍ୟାଙ୍କ ୟୁ ଫର୍ ୱାଚିଂ ଦିସ୍ ଭିଡ଼ିଓ।